ଜୟଗୁରୁ ବନ୍ଧୁଗଣ, ଆମେ ପରମ ପ୍ରେମମୟ ଦୟାଳଙ୍କର ପ୍ରତ୍ୟେକ ବାଣୀଟି ଭଲ ଭାବେ ବୁଝିବାକୁ ଚେଷ୍ଟା କରୁଛୁ। ଆଜି ବୁଝିବା ଠାକୁରଙ୍କର ଅମୀୟ ଆଶ୍ରୀବାଣୀ ପଥେର କଡ଼ିର ବାଣୀ ସଂଖ୍ୟା 12। ଯେ ନିଜର ଆଦର୍ଶକୁ ଅସ୍ୱୀକାର କରି, ଅପଳାପ କରି, ଅପବାଦ ଅବଧୂଳିତ ଅପମାନରେ ନିଚ କରି ତୋଳି, ଯେକୌଣସି ଆଶ୍ରୟକୁ ଅବଲମ୍ବନ କରି ନିଜକୁ ପରିପୁଷ୍ଟ ଓ ପରାକ୍ରମଶୀଳ ସ୍ୱାର୍ଥ ଓ ପ୍ରତିଷ୍ଠାମଣ୍ଡିତ କରିବାକୁ ଚାହେଁ, ଆଉ ସେଇ ଚଳନରେ ହିଁ ଚାଲୁଥାଏ, ଠିକ୍ ବୁଝିବ ତାର ଶରୀରର ଆର୍ଯ୍ୟ ରକ୍ତ ହୀନ ସଂକୋଚତାରେ ଅବଦୁଷ୍ଟ, ଆଉ ସେ ସ୍ୱତଃ ହିଁ ଅକୃତଜ୍ଞ ସଂସ୍କାରରେ ଅଭିଷିକ୍ତ। ପାତିତ୍ୟ ବି ତାର ସହଜ ନିମକ ହାରାମିରେ ଅଭିଶପ୍ତ। ତୁମେ ଯଦି ସାଧୁ ପ୍ରତିବନ୍ଧକତାରେ ତାକୁ ପ୍ରତିରୋଧ ନ କର, ନଜର କରି ଦେଖିବ ସର୍ବନାଶ ପାତକୀ କଳ୍ପନାର କି ଲେଲିଆନ ଦୃଷ୍ଟିରେ ତୁମ ଆଡ଼କୁ ଅଗ୍ରସର ହେଉଅଛି। ବନ୍ଧୁଗଣ, ଆଜିର ଅମୃତବାଣୀର ଅର୍ଥ ଅତ୍ୟନ୍ତ ଗଭୀର। ଏଠାରେ ଠାକୁର ମଣିଷର ଚରିତ୍ର, କୃତଜ୍ଞତା ଓ ଆଦର୍ଶ ପ୍ରତି ନିଷ୍ଠା ବିଷୟରେ ଭୟଙ୍କର ସତ୍ୟକୁ ଉନ୍ମୋଚନ କରିଛନ୍ତି। ଶ୍ରୀ ଠାକୁର କହୁଛନ୍ତି, ମଣିଷ ଜୀବନରେ ସବୁଠାରୁ ବଡ଼ ସମ୍ପଦ କ'ଣ? ଧନ, ପଦ, ନାମ ନା ପ୍ରତିଷ୍ଠା? ନାହିଁ। ଠାକୁର କହୁଛନ୍ତି, ମଣିଷର ସବୁଠାରୁ ବଡ଼ ସମ୍ପଦ ହେଲା ତାର ଆଦର୍ଶ ଓ କୃତଜ୍ଞତା। ଯେଉଁ ମଣିଷ ନିଜ ଆଦର୍ଶକୁ ଛାଡ଼ି ଦେଇଥାଏ, ଯେଉଁ ମଣିଷ ନିଜକୁ ବିପଦରେ ଉଦ୍ଧାର କରିଥିବା ଲୋକଙ୍କୁ ଅପମାନ କରେ, ଯେଉଁ ମଣିଷ ନିଜ ଗୁରୁ, ନିଜ ଆଦର୍ଶ, ସତ୍ୟ, ନ୍ୟାୟ ଓ ନିଜ ମୂଳଦୁଆକୁ ଅସ୍ୱୀକାର କରେ, ସେ ମଣିଷ ଅସଲରେ ମନରୁ ଅତ୍ୟନ୍ତ ଛୋଟ ଓ ହୀନ ତାର ପ୍ରକୃତି। ଏହି ବାଣୀରେ ଶ୍ରୀ ଠାକୁର ବୁଝାଉଛନ୍ତି, ଯେ ମଣିଷ ନିଜର ଆଦର୍ଶକୁ ଛାଡ଼ି ଦେଇ ନିଜକୁ ବଡ଼ କରି ଦେଖେଇବା ପାଇଁ ଅନ୍ୟର ଆଶ୍ରୟ ଗ୍ରହଣ କରେ, ଅନ୍ୟର ଉପରେ ଛିଡ଼ା ହୁଏ ଏବଂ ନିଜ ସ୍ୱାର୍ଥ ପାଇଁ ନିଜ ଗୁରୁ କିମ୍ବା ନିଜ ଆଦର୍ଶକୁ ଅପମାନ କରେ, ସେଇ ମଣିଷ ଅସଲରେ ଅକୃତଜ୍ଞ। ଏମିତି ମଣିଷର ରକ୍ତରେ ମଧ୍ୟ ଏକ ପ୍ରକାର ହୀନତା ଥାଏ। ଏମିତି ଲୋକ ଶେଷରେ ନିଜ ସ୍ୱାର୍ଥ ପାଇଁ ସବୁ କିଛି କରିପାରନ୍ତି। ଶ୍ରୀ ଠାକୁର ଚେତାବନୀ ଦେଇ କହୁଛନ୍ତି, ଯଦି ଏମିତି ଲୋକକୁ ଆପଣ ରୋକିବେ ନାହିଁ, ତାହେଲେ ଦିନେ ନା ଦିନେ ତାଙ୍କର ଦୁଷ୍ଟ ପରିକଳ୍ପନା ଗୁଡ଼ିକ ଆପଣଙ୍କ ଜୀବନକୁ ମଧ୍ୟ ଧ୍ୱଂସ କରିଦେଇପାରେ। ଏହା ହେଉଛି ଏହି ବାଣୀର ମୂଳ ଅର୍ଥ। ଆଜ୍ଞା, ଏହାକୁ ଆହୁରି ସରଳ ଭାବରେ ଏକ କାହାଣୀ ଦେଇ ବୁଝିବାକୁ ଯଦି ଯିବା, ତାହେଲେ ଆସନ୍ତୁ କୃତଜ୍ଞ ଓ ଅକୃତଜ୍ଞ ମଣିଷ ଭିତରେ ଫରକଟା କ'ଣ ବୁଝିନେବା। ଏକ ଛୋଟ ଗାଁରେ 2 ଜଣ ଛୋଟ ପିଲା ରହୁଥିଲେ, ରମେଶ ଓ ସୁରେଶ। 2 ଜଣ ଗୋଟିଏ ସ୍କୁଲରେ ପଢ଼ୁଥିଲେ, କିନ୍ତୁ 2 ଜଣଙ୍କ ଜୀବନର ଅବସ୍ଥା ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ଥିଲା। ରମେଶର ପରିବାର ଅତ୍ୟନ୍ତ ଗରିବ ଥିଲାବେଳେ ସୁରେଶର ଫ୍ୟାମିଲି ଅତ୍ୟନ୍ତ ଧନୀ ଥିଲେ। ତଥାପି ଏ 2 ଜଣ ଭଲ ମିତ୍ର ଥିଲେ। ସ୍କୁଲରେ ଜଣେ ଶିକ୍ଷକ ଥିଲେ, ତାଙ୍କ ନାମ ଥିଲା ଦେବବ୍ରତ ସାର୍। ସେ ଅତ୍ୟନ୍ତ ଦୟାଳୁ ମଣିଷଟିଏ ଥିଲେ। ସେ ରମେଶର ଦୁଃଖ ଦେଖି ନ ସହିପାରି ତାକୁ ନିଜ ପୁଅ ଭଳି ସହଯୋଗ କରୁଥିଲେ। ତାଙ୍କ ହାତରୁ ସବୁ ପୁସ୍ତକ କିଣି ଦେଉଥିଲେ,
କପଡ଼ା ବି ଦେଉଥିଲେ ଏବଂ ମଝିରେ ମଝିରେ ଖାଦ୍ୟ ମଧ୍ୟ ଦେଉଥିଲେ। ଏଥିପାଇଁ ରମେଶ ମନରୁ ଅତ୍ୟନ୍ତ କୃତଜ୍ଞ ଥିଲା ସାର୍ଙ୍କ ପ୍ରତି। ସେ ସବୁବେଳେ କହୁଥିଲା, ସାର୍ ଯଦି ନଥାନ୍ତେ ନା ମୁଁ ଆଜି ପଢ଼ିପାରିଥାନ୍ତି, ନା ମୁଁ ଆଜି କିଛି କରିପାରିଥାନ୍ତି। କିନ୍ତୁ ସୁରେଶ ସେଇଠି ଅନ୍ୟ ପ୍ରକୃତିର ଥିଲା। ତା ଭିତରେ ଅହଙ୍କାର ପୂରି ଥିଲା। ସମୟ ବିତିଗଲା। କିଛି ବର୍ଷ ପରେ ଦୁଇ ଜଣ ଆହୁରି ଅଧିକ ପଢ଼ିବାକୁ ଲାଗିଲେ। ଶେଷରେ ରମେଶ ଅଧିକ ପରିଶ୍ରମ କରି ଏକ ଭଲ ସରକାରୀ ଚାକିରିଟିଏ କଲା। ସେ ଯେଉଁଠି ଯାଉଥିଲା ସବୁଠାରେ ଗୋଟିଏ କଥା କହୁଥିଲା, ମୋ ଜୀବନର ସବୁ କିଛି ହେଉଛି ମୋ ଗୁରୁ, ମୋ ଶିକ୍ଷକଙ୍କ ଦୟାରୁ। ସେ ପ୍ରତିବର୍ଷ ଗାଁକୁ ଆସିଲେ ପ୍ରଥମେ ସେଇ ସାର୍ଙ୍କର ପାଦ ଛୁଉଁଥିଲା। ଏହା ଦେଖି ଦେବବ୍ରତ ସାର୍ଙ୍କ ଆଖିରେ ଲୁହ ଆସି ଯାଉଥିଲା। ଆଉ ଅନ୍ୟପଟେ ସୁରେଶ ମଧ୍ୟ ଭଲ ବିଜନେସ୍ କରି ବହୁତ ଧନୀ ହେଲା। କିନ୍ତୁ ତାର ମନରେ ଅହଙ୍କାର ଆହୁରି ବଢ଼ିଗଲା। ସେ ଗାଁକୁ ଆସିଲେ ସେ କହୁଥିଲା, ମୁଁ ଆଜି ଯେଉଁଠି ଅଛି ସବୁ ମୋ ପରିଶ୍ରମ ଦ୍ୱାରା ପାଇଛି। କେହି ଯେତେବେଳେ ଶିକ୍ଷକଙ୍କ କଥା କହୁଥିଲେ ସେ ହସି ଦେଇ କହୁଥିଲା, ସେମାନେ କ'ଣ କରିଛନ୍ତି ମୋ ପାଇଁ? ଏହା ଶୁଣି ଗାଁର ଲୋକମାନେ ଦୁଃଖିତ ହେଉଥିଲେ। ଏମିତି ଦିନେ ସୁରେଶ ନିଜ ବ୍ୟବସାୟ ବଢ଼ାଇବା ପାଇଁ ଅନେକ ଭୁଲ କାମ, ଅନ୍ୟାୟ ଅନୀତି କରିଚାଲିଲା। ସେ ଲୋକମାନଙ୍କୁ ଠକିଲା, ମିଥ୍ୟା କହିଲା ଏବଂ ନିଜ ସ୍ୱାର୍ଥ ପାଇଁ ସବୁ କିଛି କଲା। ଶେଷରେ ତା ବିରୁଦ୍ଧରେ ଏକ ସଂଗୀନ ମାମଲା ରୁଜୁ ହେଲା ଥାନାରେ। ଫଳରେ ବ୍ୟବସାୟ ଦିନକୁ ଦିନ ବୁଡ଼ିଗଲା। ଲୋକମାନେ ତାକୁ ଘୃଣା କରିବାକୁ ଆରମ୍ଭ କଲେ। ତାପରେ ସେ ଶେଷକୁ ଏକା ହୋଇଗଲା। ଅନ୍ୟପଟେ ରମେଶ ନିଜ ଆଦର୍ଶକୁ ଛାଡ଼ି ନଥାଏ। ତାର ଆଦର୍ଶରେ ରହି ସେ ସତ୍ୟ ଓ ନ୍ୟାୟ ନୀତିରେ ଚାଲୁଥିଲା। ସବୁଠାରେ ଲୋକମାନେ ତାକୁ ଦେଖିଲେ ସମ୍ମାନ କରୁଥିଲେ। ସେ ନିଜ ଶିକ୍ଷକଙ୍କ ପାଇଁ ଗାଁରେ ଆଉ ଏକ ଛୋଟ ସ୍କୁଲ ମଧ୍ୟ ତିଆରି କରିଦେଲା। ସେ କହିଲା, ମୋ ଜୀବନର ପ୍ରଥମ ଶିକ୍ଷା ଆରମ୍ଭ ଏହି ସ୍କୁଲରୁ ହୋଇଥିଲା। ହଁ ବନ୍ଧୁଗଣ, ଏହି କାହାଣୀ ଆମକୁ ଏକ ମହାନ ଶିକ୍ଷା ଦେଉଛି, ନୁହେଁ? ଠାକୁର କହୁଛନ୍ତି, ଯେଉଁ ମଣିଷ ନିଜ ଆଦର୍ଶକୁ ଛାଡ଼ି ଦେଇଥାଏ ଏବଂ ନିଜ ଉପକାରକଙ୍କୁ ଅପମାନ କରେ, ସେ ମଣିଷ କେବେ ବଡ଼ ହୋଇପାରେ ନାହିଁ। ସେ ବାହାରୁ ବଡ଼ ଲାଗିପାରେ ସତ, କିନ୍ତୁ ଭିତରୁ ସମ୍ପୂର୍ଣ୍ଣ ଫମ୍ପା, ଖାଲି। ଏମିତି ଲୋକ ଦିନେ ନା ଦିନେ ନିଜ ଅହଙ୍କାରରେ ବୁଡ଼ି ନିଜକୁ ହିଁ ନଷ୍ଟ କରିଥାନ୍ତି। ଠାକୁରଙ୍କ ଚେତାବନୀ। ଠାକୁର ଏଠାରେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ସେ କହୁଛନ୍ତି, ଏମିତି ଲୋକଙ୍କୁ ଚୁପଚାପ ଦେଖିବା ଠିକ୍ ନୁହେଁ। ଯଦି ଆମେ ତାଙ୍କୁ ରୋକିବା ନାହିଁ, ତାହେଲେ ତାଙ୍କର ଦୁଷ୍ଟ ଚିନ୍ତାଧାରା ସମାଜକୁ ମଧ୍ୟ ନଷ୍ଟ କରିଦେଇପାରେ। ସେଥିପାଇଁ ସତ୍ୟ ଓ ନୀତିର ପଥରେ ଦୃଢ଼ ହୋଇ ଚାଲିବା ଦରକାର। ଜୀବନର ଏହି ହେଲା ମହାସତ୍ୟ। ଜୀବନରେ ଆମେ ବହୁତ ଲୋକଙ୍କ ଦୟାରେ ବଡ଼ ହେଇଥାଉ। ଯେମିତି ମା, ବାପା, ଶିକ୍ଷକ, ଗୁରୁ, ଗୁରୁଜନ, ମିତ୍ର, ଏହି ସବୁ ଲୋକ ହିଁ ଆମର ଉପକାର କରିଥାନ୍ତି। ଯଦି ଆମେ ଏହାକୁ ଭୁଲି ଯାଉ, ତେବେ ଆମେ ମଣିଷ ହୋଇ ଲାଭ କ'ଣ? ତେବେ ଆମେ ମଣିଷ ହୋଇ ରହିପାରିବା ନାହିଁ। କୃତଜ୍ଞତା ହେଉଛି ମଣିଷତ୍ୱର ସବୁଠାରୁ ବଡ଼ ଚିହ୍ନ। ଠାକୁରଙ୍କର ଏହି ବାଣୀ ଆମକୁ କହୁଛି, ନିଜ ଆଦର୍ଶକୁ କେବେ ଛାଡ଼ନି, ନିଜ ଉପକାରିତାଙ୍କୁ କେବେ ଭୁଲନି। ଯେ ମଣିଷ ଏହା କରେ ସେ ଜୀବନରେ ସତ୍ୟରେ ଦିନକୁ ଦିନ ବହୁତ ବଡ଼ ହୁଏ। କିନ୍ତୁ ଯେ ମଣିଷ ନିଜ ସ୍ୱାର୍ଥ ପାଇଁ ନିଜ ମୂଳକୁ କାଟିଦିଏ, ଆଦର୍ଶକୁ ଭୁଲିଯାଏ, ସେ ମଣିଷ ଶେଷରେ ନିଜ ହାତରେ ନିଜ ଜୀବନକୁ ଧ୍ୱଂସ କରେ।
ହଁ ବନ୍ଧୁଗଣ, ପରମ ଦୟାଳଙ୍କର ଏହି ଆଶୀର୍ବଚନ ବୁଝିବାକୁ ହେଲେ ଶ୍ରଦ୍ଧା ଦରକାର, ପ୍ରୀତି ଦରକାର, ଆଉ ବିନୀତ ମନୋଭାବ ଦରକାର। ଅନେକ ସମୟରେ ଆମେ ବୁଝିପାରୁନାହୁଁ ବୋଲି ଆମକୁ ଭଲ ଲାଗେ ନା ବନ୍ଧୁଗଣ, କିନ୍ତୁ ଥରେ ବୁଝିଗଲେ ନା ଆଉ ମନ ଛାଡ଼େ ନା। ସେଇଥିପାଇଁ ଯେଉଁ ଟିକିଏ ସାଧନା ଦରକାର, ତା ଆମର ଏଇ ଛୋଟ ପ୍ରୟାସ ଜୟଗୁରୁ ପ୍ରାର୍ଥନା ସହିତ ଯୋଡ଼ି ହୋଇ ରୁହନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ଟିଏ କରନ୍ତୁ, କମେଣ୍ଟ ସେକ୍ସନରେ ଜୟଗୁରୁ ଲେଖି ଜଣାନ୍ତୁ। ଏପର୍ଯ୍ୟନ୍ତ ଯେଉଁମାନେ ସବସ୍କ୍ରାଇବ୍ କରିନାହାନ୍ତି ସେମାନଙ୍କୁ ଅନୁରୋଧ, ଶୀଘ୍ର ସବସ୍କ୍ରାଇବ୍ କରିଦିଅନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନର ଅଲ୍ ବଟନକୁ ଦବାନ୍ତୁ, ତାକି ସବୁଦିନେ ଠିକ୍ ଏହି ସମୟରେ ନୂଆ ବିଷୟବସ୍ତୁ ପାଇପାରିବେ। ତେବେ ଏଇଠି ରହିବା, କାଲି ଠିକ୍ ଏହି ସମୟରେ ଆଉ ଏକ ବିଷୟବସ୍ତୁ ନେଇ ଆସିବୁ। ସେ ପର୍ଯ୍ୟନ୍ତ ଜୟ ଗୁରୁ, ବନ୍ଦେ ପୁରୁଷୋତ୍ତମ।